ଧରାପଡ଼ିଲା ଚୀନର ବଡ଼ ଷଡ଼ଯନ୍ତ୍ର। ଭାରତର ଅର୍ଥନୀତିକୁ ଦୁର୍ବଳ କରିବାକୁ ରଚିଥିଲା ଚାଲ୍। ଅନଲାଇନ୍ ଗେମିଂ ଆପ୍ରେ ଠକି ନେଲାଣି 400 କୋଟି। ଇଡି ଧରିଲା ଚୀନର ଚାଲାକି। ଭାରତ ଚୀନ ସମ୍ପର୍କ ତ ସାରା ବିଶ୍ୱକୁ ଜଣା। ଭାରତକୁ ବିପଦରେ ପକାଇବାକୁ ଚୀନ କୌଣସି ବି ମୌକା ଛାଡ଼ିନି। ପୁଣି ଥରେ ଚୀନର ଚାଲାକିକୁ ଧରିଛି ଭାରତ। ଏକ ଅନଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି 400 କୋଟି ଟଙ୍କା ଠକିର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଗେମିଂ ଆପ୍ରେ ଚୀନ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡ଼ିଛି। ଇଡି ପ୍ରାୟ 25 କୋଟି ଟଙ୍କା ଜବତ କରିଛି। ଚାଇନାର ଫିଉଇନ୍ ଗେମିଂ ଆପ୍ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍ଫୋର୍ସମେଣ୍ଟ ଇଡି ମଧ୍ୟ ଚାଇନାର ନାଗରିକଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ବ୍ଲକ୍ କରିଦେଇଛି। ଏହି ଗେମିଂ ଆପ୍ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ଗେମିଂ ଆପ୍ ମାଧ୍ୟମରେ ଭାରତରୁ ଚାଇନାକୁ 400 କୋଟି ଟଙ୍କା ପଠାଯାଇଛି। ବର୍ତ୍ତମାନ ଇଡି ମଧ୍ୟ ମନି ଲଣ୍ଡରିଂରେ ଏକ ଟ୍ରେଲ୍ ଖୋଜିବାକୁ ଚେଷ୍ଟା କରୁଛି। ପ୍ରଥମ ଥର ପାଇଁ ଇଡି ଏହି ଅନଲାଇନ୍ ଗେମିଂ ଆପ୍ର ଚାଇନାରେ ନାଗରିକଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ଜବତ କରିଛି। ଚାଇନାର ନାଗରିକଙ୍କ 3ଟି କ୍ରିପ୍ଟୋ ଆକାଉଣ୍ଟ ଜବତ କରିଛି ଇଡି। ଇଡି ଏହାର ଅନୁସନ୍ଧାନରେ କହିଛି ଯେ ଏହି ଗେମିଂ ଆପ୍ ଜରିଆରେ ଭାରତରୁ 400 କୋଟି ଟଙ୍କା ଚାଇନାରେ ପହଞ୍ଚିଛି। ଏ ମାମଲାରେ ଇଡି 4 ଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ଗିରଫ କରିଛି। ଇଡି ଅନୁସନ୍ଧାନରୁ ଜଣାଯାଇଛି ଯେ ଏହି ଗେମିଂ ଆପ୍ ମାଧ୍ୟମରେ ଚାଇନାର ମୂଳ ନାଗରିକମାନେ ଭାରତରେ ଏକ ବଡ଼ ଷଡ଼ଯନ୍ତ୍ର ସୃଷ୍ଟି କରିଛନ୍ତି ଏବଂ ପ୍ରାୟ 400 କୋଟି ଟଙ୍କା ରୋଜଗାର କରିଛନ୍ତି। ଖେଳ ଜରିଆରେ ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଚାଇନାର ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲା। ନିକଟରେ ଇଡି ଦେଶର ଅନେକ ସ୍ଥାନରେ ଗେମିଂ ଆପ୍ ବିରୋଧରେ ଚଢ଼ାଉ କରିଥିଲା। ଏହି ଅବଧି ମଧ୍ୟରେ ଇଡି ଅନେକ ଭାରତୀୟ ନାଗରିକଙ୍କୁ ମଧ୍ୟ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ପଚରାଉଚରା ବେଳେ କହିଥିଲେ ଯେ ଏହି ଖେଳ ମାଧ୍ୟମରେ ଭାରତରୁ 400 କୋଟି ଟଙ୍କା ଚାଇନା ପଠାଯାଇଛି। ଏହି ଠକେଇରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରିଥିଲା ଇଡି। ଗେମିଂ ଆପ୍ ଜରିଆରେ ଠକେଇ ଏବଂ ଷଡ଼ଯନ୍ତ୍ର ପାଇଁ ବିଭିନ୍ନ ଧାରାରେ କୋଲକାତାର କୋସିପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।